ଆଉ ଥରେ ରାଜା ଭୋଜ ଘୋଷଣା କଲେ କହିଲେ ସେ ଭାରି ଜ୍ଞାନୀ ଲୋକ, ସଂସ୍କୃତଜ୍ଞ, ତାଙ୍କ ପଣ୍ଡିତ ମଣ୍ଡଳୀ ମୋତେ ସଂସ୍କୃତଜ୍ଞ। ଆଉ ସେ ପଣ୍ଡିତ ଏତେ ଜ୍ଞାନୀ, ଥରେ କହିଲେ ଗୋଟେ ପଣ୍ଡିତ ତାକୁ ମନେ ରଖିଦେବ, ଦ୍ୱିତୀୟ ପଣ୍ଡିତ 2 ଥର କହିଲେ ସେ ମନେ ରଖିଦେବ, ତୃତୀୟ ପଣ୍ଡିତ 3 ଥର ଶୁଣିଲେ ସେ ମନେ ରଖିଦେବ, ଏମିତି ନବମ ପଣ୍ଡିତ ଯେ 9 ଥର ଶୁଣିଲେ ସେ ମନେ ରଖିଦେବ। ରାଜା ଘୋଷଣା କଲେ ଏଇ ରାଜ୍ୟରେ କି ଏମିତି ପଣ୍ଡିତ ଅଛି, ଗୋଟିଏ ନୂଆ ଶ୍ଲୋକ ଲେଖିକି ଆଣୁ, ତାକୁ 100 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦିଆଯିବ। କେତେ ପଣ୍ଡିତ ଆଣିଲେ ଲେଖିକି ଆଣିଲେ ତ ପୁଣି କ'ଣ ଲେଖି ଆଣିଛ ପଢ଼ିବ ନା ନାହିଁ। ଯେତେବେଳେ ପଢ଼ିଲେ କ'ଣ ଲେଖି ଆଣିଛ ପଢ଼, ପଢ଼ିଲେ, ପଢ଼ିଲା ପରେ ପ୍ରଥମ ପଣ୍ଡିତ ଶୁଣିକି ଥରେକରେ ମନେ ରଖିଦିଅନ୍ତି। ସେଇଠୁ ପ୍ରଥମ ପଣ୍ଡିତ କହିଲେ ଇଏ ଶ୍ଲୋକ ତ ମୁଁ ଜାଣିଛି, ଶୁଣିଲେ ଥରେ ଶୁଣିଦେଲେ ନା, କହିଲେ ଶ୍ଲୋକ ମୁଁ ଜାଣିଛି ନା, କହିଲ ଶ୍ଲୋକଟା ମୁଁ ଲେଖିକି ଆଣିଲି କେମିତି ପୁରୁଣା ହେଲା। ସେ ପ୍ରଥମ ପଣ୍ଡିତ କହିଦେଲେ, ଇଏ ଲୋକ ପଢ଼ିଥିଲା ଥରେ, ପ୍ରଥମ ପଣ୍ଡିତ କହିଲେ ଥରେ, 2 ଥର ହେଇଗଲା। ଦ୍ୱିତୀୟ ପଣ୍ଡିତ ତାକୁ ଶୁଣିଲା, ତାର ମନେ ରହିଗଲା। ଦ୍ୱିତୀୟ ପଣ୍ଡିତ କହିଲେ ଇଏ ଶ୍ଲୋକ ତ ମୁଁ ଜାଣିଛି, ଏଇଟା ପୁରୁଣା ଶ୍ଲୋକ। ସେଠୁ 3 ଥର ହେଇଗଲା। ତୃତୀୟ ପଣ୍ଡିତ ତାକୁ ଶୁଣିଲେ, ସେ କହିଲା ଏଇ ତ ମୁଁ ଜାଣିଛି। ଏମିତି 9 ଜଣ ପଣ୍ଡିତ ଶୁଣିକି ସେ ମନେ କହିଦେଲେ, ମୁଁ ଲେଖିଲା ଶ୍ଲୋକଟା ଏଇଟା ପୁରୁଣା କେମିତି ହେଲା, ବୁଝିଲେ। ଏମିତି ଦିନକ ଗୋଟେ ଦରିଦ୍ର ବ୍ରାହ୍ମଣ ଗୋଟେ ଶ୍ଲୋକ ଲେଖିକି ଆଣିଲେ ରାଜାଙ୍କ ଭୋଜ ଦରବାରକୁ। ସେଠୁ ରାତି 2ଟାରେ ଲେଖିଲେ, ସ୍ତ୍ରୀ ପିଲା କାଳେ କିଏ ଦେଖିବେ ତକିଆ ତଳେ ପୁରେଇ ଦେଲେ। ରାତି 9 ପାଣୁ ଆସି ରାଜା ଭୋଜଙ୍କ ଦରବାରରେ ପହଞ୍ଚିଲେ। ଆଜ୍ଞା ମୁଁ ଗୋଟେ ନୂଆ ଶ୍ଲୋକ ଲେଖିକି ଆଣିଛି ଆଉ 100 ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ ଆଉ। ସେଇଠୁ ହଉ ସଭାସୁ ପଣ୍ଡିତ ମଣ୍ଡଳୀ ବସିଲେ, ଶ୍ଲୋକଟା ଆବୃତ୍ତି କର। ସେ ଶ୍ଲୋକଟା ପଢ଼ିଲେ। ପଢ଼ିଲା ପରେ ପ୍ରଥମ ଯେତେବେଳେ ଶୁଣିଦେଲେ ପଣ୍ଡିତ, ପ୍ରଥମ ପଣ୍ଡିତ ସେ ମନେ ରଖିଦେଲେ, କହିଲେ ଏ ଶ୍ଲୋକ ତ ମୁଁ ଜାଣିଛି। 9 ଥର ଶୁଣିକି 9 ଜଣ ପଣ୍ଡିତ କହିଲେ ଆମେ ଶୁଣିଛୁ। ତେଣୁ ତାଙ୍କ ରାତି ଅଧରେ ଲେଖା ଶ୍ଲୋକଟା ପୁରୁଣା ହେଇଗଲା, ପ୍ରମାଣ ମିଳିଲା ପୁରୁଣା। ସେଇଠୁ ବ୍ରାହ୍ମଣ ଜଣ ଭାରି ମନ ଦୁଃଖ କଲା, କେତେ ଆଶରେ ଆଣିଥିଲି, ଆଉ ମୁଁ ଲେଖିଛି କେହି ଜାଣିନାହାନ୍ତି ଏଟା ପ୍ରକୃତିରେ ନୂଆ, କେମିତି ପୁରୁଣା ହେଇଗଲା। ମନ ଦୁଃଖରେ ଫେରୁଛନ୍ତି, ବାଟରେ କାଳିଦାସ ଭେଟ ହେଲେ। କଥାଟା କାଳିଦାସ କହିଲେ ନନା କ'ଣ ଭାରି ମନ ଦୁଃଖରେ ଫେରୁଛ, ରାଜା ଭୋଜ ଦରବାରକୁ ଯାଇଥିଲି, ନା ତୁ କେମିତି ଜାଣିଲୁ? ନା ମୁଁ ଜାଣିଛି। ନା କ'ଣ, ନା ପୁରୁଣା ଶ୍ଲୋକ ହେଇଥିବ ଆଉ, ବୁଝିଲେ କି। ନା ରାତି 2ଟାରେ ଲେଖିଲି, କିଏ ଦେଖିବ ବୋଲି ତକିଆ ତଳେ ପୁରେଇଲି, ରାତି ପାଇଲା ପୁରୁଣା। ନା ମୁଁ ଗୋଟେ ଶ୍ଲୋକ ଲେଖିଦେବି, ସେ ସବୁବେଳେ ନୂଆ। କ'ଣ ଏମିତି ଶ୍ଲୋକ ସବୁବେଳେ ନୂଆ? ନା ଯଦି ପୁରୁଣା ହେବ ଆହୁରି ଲାଭ, 200 ସ୍ୱର୍ଣ୍ଣ ମୁଦ୍ରା ହେଇଯିବ। ଯଦି ପୁରୁଣା ହେବ ଆହୁରି ଲାଭ। ନା କ'ଣ, ନା ଦେଉନୁ, ନା ଏଇନା ଦେଲେ ପୁରୁଣା ହେଇଯିବ, ଏଇନା ଦେବିନି, ଯେତେବେଳେ ଯିବ କାଲି ସକାଳେ ମୋଠୁ ନେଇଯିବ। ସେଇଠୁ କାଳିଦାସ ଲେଖିକି ରଖିଛନ୍ତି। ସେ ବ୍ରାହ୍ମଣ ଜଣକେ ଆଇଲେ, ସେ କାଳିଦାସକୁ ନେଇକି ଗଲେ। ସେଇଠୁ ପହଞ୍ଚିଲେ ଯେତେବେଳେ କହିଲେ ଆଜି ମୁଁ ଆଉ ଗୋଟେ ଶ୍ଲୋକ ଲେଖିକି ଆଣିଛି। ରାଜା କହିଲେ କାଲି ଯେମିତି ପୁରୁଣା ହେଲା, ଆଜି ସେମିତି ପୁରୁଣା ହେଲେ ବନ୍ଧା ହେବ ନା, ଆଜି ପୁରୁଣା ଧର୍ମ ଛାଡ଼େ। ସେଇଠୁ କହିଲେ ପଢ଼। ପଣ୍ଡିତ ମଣ୍ଡଳୀ ବସିଲେ, ପଢ଼। ସେଇଠୁ ଯେତେବେଳେ ପଢ଼ିଦେଲେ ଥରେ, ପ୍ରଥମ ପଣ୍ଡିତ ମନେ ରଖିଦେଲେ, କହିଲେ ଏ ଶ୍ଲୋକ ମୁଁ ଜାଣିଛି, ବୁଝିଲେ କି। ଦ୍ୱିତୀୟ ପଣ୍ଡିତ କହିଲେ 2 ଥର ଶୁଣିଲେ ମନେ, 9 ଜଣ ଯାକ କହିଲେ ଆମେ ଜାଣିଛୁ। ସେଇଠୁ କହିଲେ ଆଉ ଦିଅ, ରଖ। ଶ୍ଲୋକ ପୁରୁଣା ହେଲା ନା, ଶ୍ଲୋକଟା ଥିଲା କ'ଣ କି, ଶ୍ଲୋକଟା ମୋର ମନେ ନାହିଁ, ତାର ଓଡ଼ିଆଟା କହୁଛି, ହେ ରାଜା ଭୋଜ, ତମ ବାପା ମୋ ଠାରୁ 1,000 ସ୍ୱର୍ଣ୍ଣ ମୁଦ୍ରା ନେଇଥିଲେ, ତେଣୁ ମୁଁ ସେ ସ୍ୱର୍ଣ୍ଣ ମୁଦ୍ରା ନେବା ପାଇଁ ଆସିଛି। ଯେହେତୁ ବାପା ଋଣ କଲେ ପୁଅ ସୁଝୁଛି ନା ନାହିଁ, ବାପା ଯେତେବେଳେ ନେଇଛନ୍ତି ଆପଣଙ୍କ ପୁତ୍ର ସ୍ୱରୂପ ତମେ ମୋତେ ଫେରାଇବେ। ମୋ ଶ୍ଲୋକର ପ୍ରମାଣ ଆପଣଙ୍କ 9 ଜଣଙ୍କ ପଣ୍ଡିତ ଦେଲେ,
କହିଲା ମୁଁ ଜାଣିଛି ତମ ବାପା ନେଇଥିଲେ ବୋଲିକା ପ୍ରଥମ ପଡ଼ିଲା ସାକ୍ଷୀ, ଦ୍ୱିତୀୟ ପଡ଼ିଲା ସାକ୍ଷୀ, ତୃତୀୟ ପଡ଼ିଲା ସାକ୍ଷୀ। ତେଣୁ ସେ 100 ସ୍ୱର୍ଣ୍ଣ ମୁଦ୍ରା ପାଇବ। ଶ୍ଲୋକ ଯଦି ପୁରୁଣା ହେବ 1,000,000 ସ୍ୱର୍ଣ୍ଣ ମୁଦ୍ରା ପାଇବ। ବୁଝିଲେ କି? ସଦ୍ଗୁରୁ କହିଲେ ଜ୍ଞାନରେ ହିଁ ଶକ୍ତି ଅଛି। କାଳିଦାସ ଲେଖିଦେଲେ ଜ୍ଞାନ ନା ଆଉ 100 ଜାଗାରେ 1,000,000 ଯେ ପାଉଛି। ଶକ୍ତି ଆମର କ'ଣ କେଉଁ କାମରେ ଆସୁଛି? ଶକ୍ତି ଆମର କାର୍ଯ୍ୟରେ ଲାଗୁଛି। ଆମର ଦେହରେ ଯେଉଁ ଶକ୍ତି ଅଛି ଆମେ ତାକୁ କାର୍ଯ୍ୟରେ ବିନିଯୋଗ କରୁଛୁ। କ'ଣ? ତା କାର୍ଯ୍ୟରେ ବିନିଯୋଗ କଲେ ଆମେ ଅର୍ଥ ଉପାର୍ଜନ କରିବା। ସେ ଅର୍ଥ ଆଣି କ'ଣ କରୁଛେ ନା ଆମେ ଜୀବିକା ନିର୍ବାହ କରୁ। ଡ୍ରେସ୍ କିଣ, ଖାଦ୍ୟ କିଣ, ଘର କିଣ, ଧର୍ମ କର, ଯେକୌଣସି କାମ କର। ତେଣୁ ଯେକୌଣସି କାମ କର ପ୍ରଥମେ ଶକ୍ତି ଦରକାର। ସେ ଶକ୍ତିଟା ଲୋକମାନେ କହୁଛନ୍ତି, କିଏ କହୁଛି ଟ୍ରକରେ ଶକ୍ତି ଅଛି, କିଏ କହୁଛି ଉଡ଼ାଜାହାଜରେ ଶକ୍ତି ଅଛି, କିଏ କହୁଛି ଟ୍ରେନରେ ଶକ୍ତି ଅଛି, କିଏ କହୁଛି ଜେସିବିରେ ଶକ୍ତି ଅଛି। ସଦ୍ଗୁରୁ କହିଲେ ନା ନା, ସେଥିରେ କେଉଁଥିରେ ଶକ୍ତି ନାହିଁ। ଶକ୍ତି ଅଛି କେଉଁଥିରେ? ନା ଜ୍ଞାନରେ। ତାହେଲେ ଜ୍ଞାନ କ'ଣ ଜାଣିବାକୁ ପଡ଼ିବ? ଜ୍ଞାନ କ'ଣ? ଜ୍ଞାନ, ଜ୍ଞେୟ, ଜ୍ଞାତା। ଶବ୍ଦ ତିନିଟା ଗୋଟିଏ ଜିନିଷ ସିଏ। ବୁଝିଲେ କି? ଶବ୍ଦ ତିନିଟା କିନ୍ତୁ ଗୋଟିଏ ବସ୍ତୁ। ଏକଇ ବସ୍ତୁ ଗୁଣ ଭିନ୍ନ, ତରଳ ବାଷ୍ପୀୟ କଠିନ। ପାଣି ଗୋଟାଏ ବସ୍ତୁ, ସେ ତରଳ ବେଳେ ତାକୁ ପାଣି କୁହାହେଉଛି, ଜଳୀୟ ବାଷ୍ପ ବେଳେ ତାକୁ ବାଷ୍ପ ଜଳୀୟ ବାଷ୍ପ କୁହାହେଉଛି, କଠିନ ହେଇଗଲେ ବରଫ କୁହାହେଉଛି। ଆକାରରେ ନାନା ରୂପ ଧରେ ଏକଇ ବସ୍ତୁ ତା ଭିତରେ। ଆକାର ସିନା ନାନା ରୂପ ଧରିଦେଲା କିନ୍ତୁ ବରଫରେ ସେ ପାଣି ନା ନାହିଁ, ଜଳୀୟ ବାଷ୍ପ ସେଇ ପାଣି, ପାଣି ବି ସେଇ ପାଣି। ବୁଝିଲେ କି? ଆକାର ନାନା ରୂପ ଧରେ। କେଉଁ ବିଷୟ ଆମେ ଆଲୋଚନା କରୁଥିଲେ? ଜ୍ଞାନ। ଜ୍ଞାନ। ଜ୍ଞାନ ଜ୍ଞେୟ ଧାତୁରୁ ଆସିଛି। ତା ଅର୍ଥ ହେଉଛି ଜାଣିବା। କ'ଣ ଜାଣିବା? ଏ ବିରାଟ ପୃଥିବୀ ପଡ଼ିଛି, ଆମେ ତ ଏଠିକି ଆଇଲୁ ଏ ଜିନିଷ ଜାଣିଲୁ, ପୁଣି ଆଉ କେଉଁଟା ଯିବୁ ସେଠିକି ଯିବୁ। ଆମେ କ'ଣ ଏମିତି ସାରା ପୃଥିବୀ ସାରା ବୁଲିକି ଜାଣୁଥିବୁ? ଯାଜ୍ଞବଲ୍କ୍ୟ ଋଷିକି ତାଙ୍କ ସ୍ତ୍ରୀ ମୈତ୍ରୀ ପଚାରିଲେ, କହିଲେ ସ୍ୱାମୀ ଆପଣ ଏମିତି କଥା କୁହନ୍ତୁ ମୁଁ ଯେମିତି ଜାଣିଗଲେ ଆଉ କିଛି ଜାଣିବାକୁ ପଡ଼ିବନି। ସେ ତାଙ୍କ ସ୍ତ୍ରୀ କହିଥିଲେ, ମୈତ୍ରୀ ଆତ୍ମନେ ଖଲ୍ୱେ ଦୃଷ୍ଟେ ସୁତେ ମତେ ବିଜ୍ଞାତେ ଇଦଂ ସର୍ବଂ ବିଦିତ ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ। ବୁଝିଲେ କି? ଆତ୍ମାକୁ ମନନ ଚିନ୍ତନ କର, ଆତ୍ମଜ୍ଞାନ ଭଲ ଭାବରେ ଜାଣ, ମୋତେ ସୁତେ ଆତ୍ମଜ୍ଞାନ ଶୁଣ, ବିଜ୍ଞାତେ ଭଲ ଭାବରେ ଜାଣ। ମୈତ୍ରୀ ଆତ୍ମନେ ଖଲ୍ୱେ ଦୃଷ୍ଟେ ସୁତେ ମତେ ବିଜ୍ଞାତେ ଇଦଂ ସର୍ବଂ। ଏଇଠି ସବୁ ଅଛି। ତାହେଲେ ତାକୁ ଜାଣିବା ପ୍ରୋସେସ୍। ସିନା କହିଦେଲେ, ମୁଁ କହିଲି ଆତ୍ମାକୁ ଜାଣ, ୟାକୁ କିଏ ଏ କଥାରୁ କିଏ ବୁଝିବ, କେମିତି ଜାଣିବ? ଆତ୍ମାକୁ ଜାଣିବାକୁ ହେଲେ ଆମେ କହିବା ଏଇନାକେ ଜଣଙ୍କ ପାଖକୁ ଯିବା, ତାର ଠିକଣା ପ୍ରଥମେ ଦରକାର ନା ନାହିଁ? ତା ଠିକଣା ନହେଲେ ଆମେ ଯାଇପାରିବାନି ନା। ତେଣୁ ତା ଠିକଣା ଆମେ ଜାଣିଲେ ଆମେ ତା ପାଖରେ ଯାଇ ଆମେ ଏଇ ଠିକଣାଟା ଜାଣିଲୁ ବୋଲି ଆଉ ଅନ୍ତପୁର ଆସି ଓହ୍ଲେଇଲୁ ନା ଆଉ। ବୁଝିଲେ କି? ତେଣୁ ସର୍ବାଦୌ ଆମେ ଆତ୍ମାର ଠିକଣା ଜାଣିବା ଦରକାର। ଆତ୍ମା କେଉଁଠି ରହେ, କ'ଣ କରେ। ଯଦି ତାର କାମଟା ଭୁଲ ଥିବ ଆମେ ତା ପାଖକୁ ଯିବା। ଜଣକ ଚୋରଙ୍କର ଠିକଣା ଆମେ ଜାଣିଲେ ତା ପାଖକୁ ଆମେ କାହିଁକି ଯିବା? ଚୋରି ବିଦ୍ୟା ଶିଖିବାକୁ ନା ଆଉ। ଯିଏ ଚୋରି ବିଦ୍ୟା ଶିଖିବ ତା ପାଖକୁ ଯିବ ନା ଆଉ। ମାନେ ସାଧୁର ଠିକଣା ପାଇଲେ ସତ୍ ଜ୍ଞାନ ଆହରଣ କଲେ ତା ପାଖରେ ଯାଇ ପହଞ୍ଚିବା। ତେଣୁ ଆତ୍ମାକୁ ଜାଣିବାକୁ ଯେତେବେଳେ କୁହାହେଉଛି, ଆତ୍ମାର ଠିକଣା ଆମେ ଜାଣିବା ଦରକାର। ଆତ୍ମା କେଉଁଠି ଅଛି? ବୁଝିଲେ? ଜଣକ ଠିକଣା ଜାଣିବାକୁ ହେଲେ, ପର୍ଟିକୁଲାର ସେଇ ଲୋକଟାକୁ ଜାଣିବାକୁ ହେଲେ ଆମେ କିଛି ବିଶେଷଣ ପଦ ବ୍ୟବହାର କରିଥାଉ। ବିଶେଷଣ ପଦ କାହା କୁହାଯାଏ? ନା ବିଶେଷକୁ ଯେ ବିଶେଷ ଭାବରେ ଚିହ୍ନାଏ ସେ ବିଶେଷଣ। ବୁଝିଲେ କି? ତେଣୁ ରଥ ଭାଇ କେମିତିଆ? ନା ଚନ୍ଧା ହେଇକି, ଡେଙ୍ଗା ହେଇକି, କାଳିଆ ହେଇକି, ଇଏ ସବୁ ତା ପାଇଁ ବିଶେଷଣ। ରଥ ଭାଇ ପାଇଁ ବିଶେଷଣ। ସେ ଲୋକଟା ଚିହ୍ନିବା ପାଇଁ ଆଧାର କାର୍ଡ଼ କରାହେଉଛି। କ'ଣ? ନା ତା ନାଁ ଏଇଆ, ବାପା ନାଁ ଏଇଆ, ତା ଆଖିର ଚିହ୍ନ ଏଇଆ, ଫିଙ୍ଗର ପ୍ରିଣ୍ଟ ଏଇଆ। ଆଉ ପର୍ଟିକୁଲାର ଭାରତରେ ଯେତେ ଲୋକ ଅଛନ୍ତି ପର୍ଟିକୁଲାର ସେ ଲୋକ ଜଣାପଡ଼ୁଛି।
ସେମିତି ଆତ୍ମାକୁ ଜାଣିବା ପାଇଁ କିଛି ବିଶେଷଣ ପଦ ବ୍ୟବହାର କରାଯାଇଛି। ଯେଉଁ ଗୋଟିଏ ମନ୍ତ୍ର ଲେଖିଲେ ମୁନି ଋଷିମାନେ ଚାରି ବେଦର ଗଣିଲା ବେଳେ ଆମେ ପ୍ରଥମେ ଋକ୍ ବେଦକୁ ଆଣିଥାଉ। ଋକ୍ ସାମ ଯଦୁର ଅଥର୍ବ, ନାଇଁ ଭାଇ, ଋକ୍ ସାମ ଯଦୁର ଅଥର୍ବ। ତେଣୁ ଏଇ ଋକ୍ ବେଦର ହେଉଛି ପ୍ରଥମ ବେଦ। ପ୍ରଥମ ବେଦର ପ୍ରଥମ ଅଧ୍ୟାୟର ପ୍ରଥମ ମନ୍ତ୍ର କ'ଣ ରହିବ ମୁନି ଋଷିମାନେ ସ୍ଥିର କଲେ। କ'ଣ ନା ଓଂ ଅଗ୍ନିମୀଡ଼େ ପୁରୋହିତମ୍ ଯଜ୍ଞସ୍ୟ ରୂପଦେବ ମୃତ୍ୟୁଜମ୍ ହୋତାରଂ ରତ୍ନ ଧାତ୍ମ। ଏଇଟା ହେଲା ଆତ୍ମାର ଠିକଣା। କ'ଣ ଅଗ୍ନି ହେଲା ବିଶେଷ୍ୟ ପଦ, ଇଡ଼େ ହେଲା ସ୍ତୁତି କରିବା କ୍ରିୟାପଦ, ଆଉ ଯେଉଁଗୁଡ଼ା ରହିଲା ସବୁ ବିଶେଷଣ ପଦ, ମାନେ ଭଲ ଭାବରେ ଅଗ୍ନିକି ଚିହ୍ନଉଛି। ଅଗ୍ନି ଆତ୍ମାର ଯେତେ ନାଁ ଅଛି, ଅଗ୍ନି ହେଉଛି ଆତ୍ମାର ପ୍ରଧାନ ନାଁ। ଅଗ୍ନି କାହିଁକି ତାର ପ୍ରଧାନ ନାଁ? ଅଗ୍ନି ଥିବା ପର୍ଯ୍ୟନ୍ତ ଆମର ଉତ୍ତାପ ଶରୀର ଅଛି। ଅଗ୍ନି ଚାଲିଗଲେ ଏ ଶରୀର ଉତ୍ତାପ ରହିବନି। ଆପଣ ଏଠି ମାପନ୍ତୁ ଆପଣଙ୍କର 98 ଡିଗ୍ରୀ, ଆପଣ ହିମାଳୟ ପାଖକୁ ଯାଆନ୍ତୁ 98 ଡିଗ୍ରୀ। ଆପଣ ଏଠି ଚା ପିଉଛନ୍ତି ଗରମ ପିଉଛନ୍ତି, ହିମାଳୟ ପାଖରେ ଚା ସାଙ୍ଗେ ସାଙ୍ଗେ ଥଣ୍ଡା ହେଇଯିବ, ଥଣ୍ଡା ନା। କିନ୍ତୁ ଆମ ଦେହର ତାପମାତ୍ରା ରହିଛି ସେମିତି। କାହିଁକି? ଅଗ୍ନି ଅଛି। ବାହାଘର ବେଳେ ଯେଉଁ ଅଗ୍ନିକି ସାକ୍ଷୀ ରଖି ବାହା ହୁଅନ୍ତି, ସେ ଡାଇଭର୍ସ ବେଳେ ସାକ୍ଷୀ ଦିଏ ନା, ଦେଖି, କିନ୍ତୁ ତାକୁ ଠିକ୍ ସେ ଅଗ୍ନି ପାଠ କରାଯାଏ, କିନ୍ତୁ ଲୋକ ବୁଝନ୍ତି ତାକୁ ନିଆଁ, କିନ୍ତୁ ସେ ଅଗ୍ନି ନୁହେଁ। ଯେତେବେଳେ ଡାଇଭର୍ସ କରାଯିବ, ଅଗ୍ନି କହିଲେ ଆତ୍ମା, ସେଠି ଯେତେ ଲୋକ ଥିଲେ ବାହାର ହେଇଛି ପ୍ରମାଣ କ'ଣ? ନାଇଁ, ଏ ଭାଇ ଆମର ଭଦ୍ରଲୋକ ଥିଲେ, ଏ ଭାଇ ବ୍ରାହ୍ମଣ ଥିଲେ, ସେ ଭାଇ ବାରିକ ଥିଲେ, ପଚାର, ସେମାନେ ସାକ୍ଷୀ ଦେବେ। ଅଗ୍ନି ସାକ୍ଷୀ ଦେବେ, ଇ ନିଆଁ ସାକ୍ଷୀ ଦେବନି। ବୁଝିଲେ କି? ଆତ୍ମାର ପ୍ରଧାନ ନାମ ହେଉଛି ଅଗ୍ନି। ଅଗ୍ନି ମିଳେ ପୁରୋହିତମ୍। ପୁରୋହିତ ଶବ୍ଦର ଅର୍ଥ କ'ଣ? ଇଏ ପୁରୋହିତ ଶବ୍ଦର ଅର୍ଥ ଇଏ ସଂସ୍କୃତ ଜାଣିଲା ବାଲା କହିପାରିବେ ନାହିଁ। ଏ ବେବିକ୍ ଡିକ୍ସନାରୀରେ ଅଛି। ପୁରୋହିତ ଶବ୍ଦର ଅର୍ଥ ହେଉଛି ପୁରର ଯେ ହିତ କରେ, ଯିଏ ସବୁଠାରୁ ବଡ଼। ସବୁଠାରୁ ବଡ଼ କିଏ? ବଡ଼ ସବୁଠାରୁ ଯିଏ ସମସ୍ତଙ୍କର ଅତି ନିକଟରେ ଅଛି। ଯିଏ ଆମର ହିତ ସାଧନ କରୁଛି। ପୁରୋହିତ, ପୁରର ଯେ ହିତ ସାଧନ। ପୁର କାହାକୁ କୁହାଯାଏ? ପୁର କାହାକୁ କୁହାଯାଏ ଜାଣିବା ଦରକାର। ଆପଣ ଶୁଣିଥିବେ ବିସ୍ତୃତ ଅଞ୍ଚଳକୁ ପୁର କୁହାଯାଇଛି। ଯେମିତି ହସ୍ତିନାପୁର, ଗୋପପୁର କ'ଣ ଛୋଟିଆ ଜାଗା କି? ବିରାଟ ଅଞ୍ଚଳକୁ ପୁର କୁହାଯାଇଛି। ସେମିତି ଛୋଟ ଜାଗାକୁ ବି ଗାଁଟାକୁ ପୁର କୁହାଯାଏ। ସାଲେପୁର, ଆମ ଘର ସିନ୍ଧୁପୁର, ଛୋଟ ଗାଁଟା ନା ସିନ୍ଧୁପୁର। ଆପଣ ଶୁଣିଥିବେ ଆଜି 12:33 ଶୁଭ ବେଳାରେ ରାଜା ରାଣୀହଂସପୁରକୁ ଗତି କରୁଛନ୍ତି, ଯାଉଛନ୍ତି। ରାଣୀ ଯେଉଁ ଘରେ ରୁହେ ସେଟାକୁ ରାଣୀହଂସପୁର କୁହାଯାଏ। କିନ୍ତୁ ଦର୍ଶନ କହୁଛି ପୁରୀ ଶରୀରେ ବର୍ତ୍ତତେ ସ ପୁରୁଷ। ଇଏ ଶରୀରରେ ଯେଉଁ ଯିଏ ଅଛି ସେ ପୁରୁଷ, ତେଣୁ ଇଏ ହେଉଛି ପୁର। ଇଏ ପୁରର ହିତ ସାଧନ ଯିଏ କରେ ସେ ପୁରୋହିତ। ଆମେ ପିଣ୍ଡ ପକେଇଲେ, ପୁଅର ଜନ୍ମଦିନ କଲେ, ଆମେ ଯେଉଁ ବ୍ରାହ୍ମଣକୁ ଡାକୁଛେ ପୁରୋହିତ, ହେଉଛି ପୁରୋହିତ, ସେ 50-100 ନେଇକି ଯାହା ଆଶୀର୍ବାଦ କରିଦେଉଛି, ଦୀର୍ଘାୟୁ ହୁଅ, ନିରୋଗ ରୁହ, ଯାହା ଆଶୀର୍ବାଦ କରୁଛି। ସେ ତ ବ୍ରାହ୍ମଣ ଘରୁ ପଳେଇଲା ପରେ ବାହା ହେଇକି ଆସୁଥିବା ପୁଅ ବୋଉ ଆପଣ ଶୁଣିଥିବେ ପେପରରେ ଅନେକ ଜାଗାରେ ଗାଡ଼ି ଧକ୍କାରେ ମରିଛନ୍ତି। ଆଉ ତାର ଆଶୀର୍ବାଦ କୁଆଡ଼େ ଗଲା? 21 ପାଠ କରିକି ଯାଇଥିବେ, ଆଗେ ଅନେକ ପିଲା, ଏବେ ସିନା ପିଲା ମରୁନାହାନ୍ତି, 21 ବାସି ପିଲା ମରୁଛନ୍ତି। ତାର ଯେଉଁ ମନ୍ତ୍ର କୁଆଡ଼େ ଗଲା? ବ୍ରାହ୍ମଣ ଯେଉଁ ମନ୍ତ୍ର କରିଥିଲେ କୁଆଡ଼େ ଗଲା? ସିଏ ଏ ଯେଉଁ ଆଶୀର୍ବାଦ କରିଥିଲେ କୁଆଡ଼େ ଗଲା? ପୁରୁଣା ମନ୍ତ୍ର ହେଇଗଲା। କିନ୍ତୁ ପ୍ରକୃତ ପୁରୋହିତ ହେଉଛି ସେ ପୁରୋହିତ। ମୋ ଦେହରେ ମଶା ବସିଛି, ମୋତେ କିଏ କହୁଛି? ହାତ ସାଙ୍ଗେ ମାରୁଛି। କାହିଁକି?
ନା ଏଇଟା ମ୍ୟାଲେରିଆ ମଶା, ବସିଲେ କାମୁଡ଼ିଲେ ମୋତେ ମ୍ୟାଲେରିଆ ଜ୍ୱର ହେବ, ମୋ ରୋଗ ହେବ, ଏ ଶରୀର କ୍ଷୀଣ ହେବ, ନଷ୍ଟ ହୋଇଯିବ। ତେଣୁ ଏହି ଶରୀରକୁ ରକ୍ଷା କରିବା ପାଇଁ ଆତ୍ମା ସବୁବେଳେ ଚେଷ୍ଟା କରୁଛି।